ଖୋର୍ଦ୍ଧା ଜିଲ୍ଲା ବୋଲଗଡ଼ ଥାନା ଅନ୍ତର୍ଗତ ରାଜସୁନାଖଳା ସ୍ଥିତ ବିଜୁ ପଟ୍ଟନାୟକ କଲ୍ୟାଣ ମଣ୍ଡପ ସଭାଗୃହରେ ଉତ୍କଳୀୟମ୍ ଫାଉଣ୍ଡେସନ ଟ୍ରଷ୍ଟ ଭୁବନେଶ୍ୱର ଓଡ଼ିଶା ପକ୍ଷରୁ ରାଜ୍ୟସ୍ତରୀୟ ବୁଦ୍ଧିଜୀବୀ ସମ୍ମିଳନୀ 2026 ଅନୁଷ୍ଠିତ ହୋଇଛି। ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ପୂର୍ବତନ ରଣପୁର ବିଧାୟକ ସତ୍ୟନାରାୟଣ ପ୍ରଧାନ, ମୁଖ୍ୟ ବକ୍ତା ଭାବରେ ଖୋର୍ଦ୍ଧା ଜିଲ୍ଲା ଓକିଲ ସଂଘର ସଭାପତି ଲୋତକବିନ୍ଦୁ ପଟ୍ଟନାୟକ, ସମ୍ମାନିତ ଅତିଥି ଭାବରେ ରାଜସୁନାଖଳା ଗ୍ରାମ ପଞ୍ଚାୟତର ପୂର୍ବତନ ସରପଞ୍ଚ ଶଶିକାନ୍ତ ଷଡ଼ଙ୍ଗୀ, ଯୁବନେତା ତଥା ସମାଜସେବୀ ପ୍ରଫୁଲ୍ଲ ନାୟକ, କ୍ରୀଡ଼ା ସଂଗଠକ ତଥା ଫ୍ରେଣ୍ଡସ୍ ସ୍ପୋର୍ଟସ୍ କ୍ଲବ ସଭାପତି ପୂର୍ଣ୍ଣଚନ୍ଦ୍ର ନାୟକ, ଉତ୍କଳୀୟମ୍ ଫାଉଣ୍ଡେସନ ରାଜ୍ୟ ସଂଯୋଜିକା ସୁଚିତ୍ରା ବେହେରା ପ୍ରମୁଖ ଯୋଗ ଦେଇଥିଲେ। ଅତିଥିମାନଙ୍କୁ ଚନ୍ଦନ ପୁଷ୍ପଗୁଚ୍ଛ ଏବଂ ଉପଢକନ ଦେଇ ସମ୍ମାନିତ କରାଯାଇଥିଲା। ଏହି କାର୍ଯ୍ୟକ୍ରମକୁ ଉତ୍କଳୀୟ ଫାଉଣ୍ଡେସନ ଅଧ୍ୟକ୍ଷ ତଥା ଆଇନଜୀବୀ ରାଜୀବ ଲୋଚନ ପ୍ରଧାନ ସଭାକାର୍ଯ୍ୟକୁ ପରିଚାଳନା କରିବା ସହ ଖୋର୍ଦ୍ଧା ଜିଲ୍ଲା ସଂଯୋଜକ ବଲ୍ଲଭ ପ୍ରଧାନ ସଂଯୋଜନା କରିଥିଲେ। ଓଡ଼ିଶାର ବିକାଶରେ ବୁଦ୍ଧିଜୀବୀ ସମାଜର ଭୂମିକା ସମ୍ପର୍କ ବିଷୟରେ ଖୋର୍ଦ୍ଧା ଜିଲ୍ଲା ଓକିଲ ସଂଘର ସଭାପତି ବିସ୍ତୃତ ଭାବରେ ଆଲୋଚନା କରିଥିଲେ। ଏହି ଉତ୍କଳୀୟମ୍ ଫାଉଣ୍ଡେସନ କେବଳ ଓଡ଼ିଶା ନୁହେଁ, ଓଡ଼ିଶା ବାହାରେ ଏକ ଟ୍ରଷ୍ଟ ଭାବରେ କାର୍ଯ୍ୟ କରିଆସୁଛି। ଏହି ଫାଉଣ୍ଡେସନ ବର୍ତ୍ତମାନ ସୁଦ୍ଧା 11ଟି ରାଜ୍ୟରେ କାର୍ଯ୍ୟ କରୁଛି। ଆଜିର କାର୍ଯ୍ୟକ୍ରମ ଏକ ଆଧ୍ୟାତ୍ମିକ ପରିବେଶ ସୃଷ୍ଟି କରିଥିଲା। 2014 ମସିହାରୁ ଉତ୍କଳୀୟମ୍ ଫାଉଣ୍ଡେସନ ପ୍ରକୃତି, ସଂସ୍କୃତି ଏବଂ ମାନବିକ ଅଧିକାର ସୁରକ୍ଷା କ୍ଷେତ୍ରରେ ସମଗ୍ର ଭାରତବର୍ଷରେ କାର୍ଯ୍ୟ କରିଆସୁଛି। ଏହି ସଂଗଠନ ଖୋର୍ଦ୍ଧା କି ଭୁବନେଶ୍ୱର ବା କେବଳ ଓଡ଼ିଶାରେ ସୀମିତ ହୋଇନାହିଁ, ତାହା ଦେଶ ଏବଂ ରାଜ୍ୟ ମଧ୍ୟରେ ପ୍ରସିଦ୍ଧି ଲାଭ କରିଛି ବୋଲି ମୁଖ୍ୟ ଅତିଥି ସତ୍ୟନାରାୟଣ ପ୍ରଧାନ ମତ ପ୍ରକାଶ କରିଥିଲେ। ଏହି କାର୍ଯ୍ୟକ୍ରମରେ ରଣପୁର, ନନ୍ଦପୁର, କେଳାକେଳୁନି କଳାର ନିଖୁଣ ଅଭିନୟ ଅଜୟ ଦାସ ଏବଂ ତାଙ୍କର ଟିମ୍ କିଛି ସମୟ ପର୍ଯ୍ୟନ୍ତ ଆକର୍ଷଣୀୟ ତଥା ଚମତ୍କାର ଭାବରେ କଳା ପ୍ରଦର୍ଶନ କରିଥିଲେ। ପରେ ସ୍ପ୍ରିଙ୍ଗଲ ବି ନିଜର କରିସ୍ମା ଦେଖାଇଥିଲେ। ଏଥିରେ ବିଭିନ୍ନ ବୁଦ୍ଧିଜୀବୀ, ସାମାଜିକ କର୍ମୀ, ସାମ୍ବାଦିକ, ପୋଲିସ, ସରପଞ୍ଚ ସମିତି ସଭ୍ୟ ସଦସ୍ୟ, କୁନି ନୃତ୍ୟଶିଳ୍ପୀ, ଶିକ୍ଷକ, କବି, କବୟିତ୍ରୀଙ୍କୁ ମାନପତ୍ର ଏବଂ ଉପଢକନ ଦିଆଯାଇ ସମ୍ମାନିତ କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ଓଡ଼ିଶାର ଅଞ୍ଚଳରୁ କୋଣ ଅନୁକୋଣରୁ ବିଭିନ୍ନ ବ୍ୟକ୍ତିମାନେ ଯୋଗ ଦେଇଥିଲେ। ନିରାକାରପୁର ବାଲୁଙ୍କେଶ୍ୱର ରୋଡ୍ ମୋବାଇଲ ଟିଭି।